ତେବେ ଦର୍ଶକ ବନ୍ଧୁ ଏସିଆ କପ୍ 2025ରେ ଏପର୍ଯ୍ୟନ୍ତ ଭାରତୀୟ ଦଳ ଏକପାଖିଆ ପ୍ରଦର୍ଶନ କରିଛି। ଗ୍ରୁପ ପର୍ଯ୍ୟାୟ ସମାପ୍ତ ହେବା ପରେ ଟିମ୍ ଇଣ୍ଡିଆ ସୁପର 4 ରାଉଣ୍ଡରେ ତାର ପରବର୍ତ୍ତୀ ମ୍ୟାଚ୍ ଖେଳିବା ପାଇଁ ମଇଦାନକୁ ଓହ୍ଲାଇବ, ଯେଉଁଠାରେ ଏହା ପୁଣି ଥରେ ପାକିସ୍ତାନ ସହିତ ମୁକାବିଲା କରିବ। ତେବେ ଗ୍ରୁପ ଷ୍ଟେଜରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ମୁକାବିଲାକୁ ଟିମ୍ ଇଣ୍ଡିଆ 7ଟି ୱିକେଟରେ ଜିତିଥିଲେ ମଧ୍ୟ ସେମାନେ କୌଣସି ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇ ନଥିଲେ। ଏହାପରେ ପାକିସ୍ତାନୀ ଦଳ ପକ୍ଷରୁ ଯଥେଷ୍ଟ ଡ୍ରାମା ମଧ୍ୟ ଦେଖିବାକୁ ମିଳିଥିଲା। କିନ୍ତୁ ଏବେ ସୁପର 4 ମ୍ୟାଚ୍ ପ୍ରତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ଏବଂ ଏହାକୁ ନେଇ ଏବେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏକ ବଡ଼ ଘୋଷଣା କରିଛନ୍ତି। ତେବେ ସୂର୍ଯ୍ୟକୁମାର ଯାଦବ କ'ଣ ଘୋଷଣା କରିଛନ୍ତି ତାହା ଜାଣିବା ଆଗରୁ ଆପଣମାନେ ଯଦି ବିରାଟ କୋହଲି, MS ଧୋନି ଏବଂ ରୋହିତ ଶର୍ମାଙ୍କ ଫ୍ୟାନ୍ ତାହେଲେ ଭିଡ଼ିଓରେ ଗୋଟେ ଲାଇକ୍ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, କାରଣ ଏଇଭଳି ପ୍ରକାର ଭିଡ଼ିଓ ଆପଣମାନେ ଏହି ଚ୍ୟାନେଲରେ ଦେଖିବାକୁ ପାଇବେ। ତେବେ ଚାଲନ୍ତୁ ଭିଡ଼ିଓରେ ଆଗକୁ ବଢ଼ିବା। ତେବେ ଟିମ୍ ଇଣ୍ଡିଆ ଓମାନ ବିପକ୍ଷରେ ଗ୍ରୁପ ଷ୍ଟେଜର ଶେଷ ମ୍ୟାଚ୍ 21 ରନରେ ଜିତିଛି। ମ୍ୟାଚ୍ ଉପସ୍ଥାପନ ସମୟରେ ଯେତେବେଳେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ପାକିସ୍ତାନ ବିପକ୍ଷରେ ଆଗାମୀ ସୁପର 4 ମ୍ୟାଚ୍ ବିଷୟରେ ପଚରାଯାଇଥିଲା, ସେ ପାକିସ୍ତାନୀ ଦଳର ନାମ ନ ନେଇ କହିଥିଲେ ଯେ ସେମାନେ ସୁପର 4ରେ କୌଣସି ଦଳକୁ ମୁକାବିଲା କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ତେବେ ଗ୍ରୁପ ଷ୍ଟେଜ୍ ମ୍ୟାଚ୍ ସମୟରେ ସୂର୍ଯ୍ୟକୁମାର ଯାଦବ ପାକିସ୍ତାନକୁ ସମ୍ପୂର୍ଣ୍ଣ ଅଣଦେଖା କରିଥିଲେ ଏବଂ ଟସ୍ ସମୟରେ ସେମାନଙ୍କ ଅଧିନାୟକ ସଲମାନ ଅଲି ଆଗାଙ୍କ ସହ ହାତ ମିଳାଇବାକୁ ମନା କରିଥିଲେ। ଭାରତ ମ୍ୟାଚ୍ ଜିତିବା ପରେ ମଧ୍ୟ ଭାରତୀୟ ଖେଳାଳିମାନେ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ନ ମିଳାଇ ଡ୍ରେସିଂ ରୁମ୍କୁ ପଳାଇ ଯାଇଥିଲେ। ତେବେ ପାକିସ୍ତାନ ବିପକ୍ଷ ଭାରତୀୟ ଦଳରେ T20ର ରେକର୍ଡ ସ୍ପଷ୍ଟ ଭାବରେ ଏକପାଖିଆ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ପ୍ରଥମ T20 ଅନ୍ତର୍ଜାତୀୟ ମ୍ୟାଚ୍ 2007 ମସିହାରେ ଖେଳାଯାଇଥିଲା। ସେବେଠାରୁ ଦୁଇ ଦଳ 14 ଥର ମୁହାଁମୁହିଁ ହୋଇଛନ୍ତି, ଯେଉଁଥିରେ ଟିମ୍ ଇଣ୍ଡିଆ ସେଥିମଧ୍ୟରୁ 11ଟି ମ୍ୟାଚ୍ ଜିତିଛି, ଯେତେବେଳେ ପାକିସ୍ତାନ କେବଳ 3ଟି ଜିତିଛି। ଉଭୟ ଦଳର ବର୍ତ୍ତମାନର ଫର୍ମକୁ ବିଚାର କଲେ ଟିମ୍ ଇଣ୍ଡିଆ ସ୍ପଷ୍ଟ ଭାବରେ ଉପରେ ରହିଛି। ତେବେ ଏଇଭଳି ପ୍ରକାର ଭିଡ଼ିଓ ଦେଖିବା ପାଇଁ ଆପଣମାନେ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, କାରଣ ଏଇଭଳି ପ୍ରକାର ଭିଡ଼ିଓ ଆପଣମାନେ ଏହି ଚ୍ୟାନେଲରେ ଦେଖିବାକୁ ପାଇବେ। ତେବେ ରହିଲି, ଜୟ ଶ୍ରୀରାମ।